ମୁଁ ତ ଆଗରୁ ଡିକ୍ଲେୟାର କରିସାରିଛି ମୋର ଯାତ୍ରା ମୋର ଯାତ୍ରା ପାର୍ଟି ମୋର ନ୍ୟାୟଟା ଦରକାର। ମତେ କଣ ପାଇଁ ମାଡ ମରାଗଲା? ମୋର ନ୍ୟାୟଟା ଦରକାର। ମୁଁ ତ କହିଛି ମତେ ନ୍ୟାୟ ନେଲେ ମୁଁ ଯାତ୍ରା ପାର୍ଟି ଛାଡିଦେବି। ମୁଁ ତ କହିଛି ମୋର ଲଢେଇଟା ମୋ ମାଡ କତିରେ, ମୋ ଯାତ୍ରା ପାଇଁ ଲଢେଇ ନୁହେଁ। ଯାତ୍ରା ତ ମୁଁ ଛାଡିଦେବି ବୋଲି ଆଗରୁ ଡିକ୍ଲେୟାର କରିସାରିଛି। ନାଇଁ ମୋର ନ୍ୟାୟ ପ୍ରତି ମୋର ଭରସା ଅଛି। ସତ୍ୟ ସବୁବେଳେ ସତ୍ୟ ରହିବ, ଏଇଟା ମୋର ଭରସା ଅଛି, ପୂର୍ଣ୍ଣ ଭରସା ଅଛି। ଯେତିକି କଷ୍ଟ ଲାଗିବ ମୋ ଦର୍ଶକଟା ୟାଠୁ ବେଶୀ କଷ୍ଟ ଲାଗିବ। ସେ ଯାହା ସମୟ କହିବ। ମୁଁ ତ ଆଗରୁ କହିସାରିଛି ମୋର ଆଜ୍ଞା ମୁଁ ଶୁଣିବାକୁ କଳାକାର ଆଗରୁ କହିସାରିଛି ମୋର ନ୍ୟାୟଟା ହଉଛି ମୋ ମାଡ କତିରେ, ମୋ ଯାତ୍ରା ପ୍ରତି ମୋର ସେଥିପାଇଁ ସେଇଠି ମୁଁ ଆଗରୁ ତ କହିସାରିଛି ଯାତ୍ରା ଛାଡିଦେବ। ଦେଖନ୍ତୁ ଆଜ୍ଞା ସେଇଟା ମୋ ସଂଘ ଉପରେ ମୁଁ ନିଷ୍ପତ୍ତି ଦେଇଛି। ମୋ ନିଷ୍ପତ୍ତି ମୁଁ ତ ଆଗରୁ ଡିକ୍ଲେୟାର କରିସାରିଛି ମୋର ଯାତ୍ରା ପାର୍ଟି ମୋର ନ୍ୟାୟଟା ଦରକାର। ମତେ କଣ ପାଇଁ ମାଡ ମରାଗଲା? ମୋର ନ୍ୟାୟଟା ଦରକାର। ମୁଁ ତ କହିଛି ମତେ ନ୍ୟାୟ ନେଲେ ମୁଁ ଯାତ୍ରା ପାର୍ଟି ଛାଡିଦେବି। ମୁଁ ତ କହିଛି ମୋର ଲଢେଇଟା ମୋ ମାଡ କତିରେ, ମୋ ଯାତ୍ରା ପାଇଁ ଲଢେଇ ନୁହେଁ। ଯାତ୍ରା ତ ମୁଁ ଛାଡିଦେବି ବୋଲି ଆଗରୁ ଡିକ୍ଲେୟାର କରିସାରିଛି। ନାଇଁ ମୋର ନ୍ୟାୟ ପ୍ରତି ମୋର ଭରସା ଅଛି। ସତ୍ୟ ସବୁବେଳେ ସତ୍ୟ ରହିବ, ଏଇଟା ମୋର ଭରସା ଅଛି, ପୂର୍ଣ୍ଣ ଭରସା ଅଛି। ଯେତିକି କଷ୍ଟ ଲାଗିବ ମୋ ଦର୍ଶକଟା ୟାଠୁ ବେଶୀ କଷ୍ଟ ଲାଗିବ। ସେ ଯାହା ସମୟ କହିବ। ମୁଁ ତ ଆଗରୁ କହିସାରିଛି ମୋର ଆଜ୍ଞା ମୁଁ ଶୁଣିବାକୁ କଳାକାର ଆଗରୁ କହିସାରିଛି ମୋର ନ୍ୟାୟଟା ହଉଛି ମୋ ମାଡ କତିରେ, ମୋ ଯାତ୍ରା ପ୍ରତି ମୋର ସେଥିପାଇଁ ସେଇଠି ମୁଁ ଆଗରୁ ତ କହିସାରିଛି ଯାତ୍ରା ଛାଡିଦେବ। ଦେଖନ୍ତୁ ଆଜ୍ଞା ସେଇଟା ମୋ ସଂଘ ଉପରେ ମୁଁ ନିଷ୍ପତ୍ତି ଦେଇଛି। ମୋ ନିଷ୍ପତ୍ତି।